ଆମର ଥିଲା ଖନ୍ତାପଡ଼ା ମହୋତ୍ସବର ବୁଲିବା। ଆମେ ପ୍ରଥମେ ଖନ୍ତାପଡ଼ା ମହୋତ୍ସବ ବୁଲିବାକୁ ଯାଇଥିଲୁ। ଅନେକ ସାରା ମୀନା ବଜାର ବି ଦେଖିଲୁ। ସେଥିରେ ଆମେ ବହୁତ ମସ୍ତି ମଜା କଲୁ। ସେଥିରେ ମଧ୍ୟ ଅର୍କେଷ୍ଟ୍ରା ପ୍ରୋଗ୍ରାମ୍ ଚାଲିଥାଏ। ସେଦିନ ମଧ୍ୟ ଆମର ଅନୁଭବ ସାର୍ ଆସିଥାନ୍ତି ଏବଂ ବହୁତ ଏନ୍ଜୟ କଲୁ ତାଙ୍କୁ ଦେଖି ଏବଂ ବିଭିନ୍ନ ପ୍ରକାର ପିଲାମାନେ ମଧ୍ୟ ଆମର ବହୁତ ଉପଭୋଗ କଲେ। ଯାହା ହଉ ସେଦିନ ଆମେ ବୁଲି ବୁଲାଇକି ଖେଳି ଅନେକ ମଧ୍ୟ ଆମେ ଖେଳନା ଜିନିଷ ମଧ୍ୟ କିଣିକୁଣାକି ପିଲାମାନଙ୍କୁ ସାଙ୍ଗରେ ନେଇ ଆମେ ଫେରିଲୁ। ବିଶେଷ କରି ସେଦିନ ମୋର ଛୋଟ ପିଲାଟି ବହୁତ ଏନ୍ଜୟ କରିଥିଲା, ଯାହାଫଳରେ କି ସିଏ ବହୁତ କିଛି ଜିନିଷ କିଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଥିଲା। ଏବଂ ତାପରେ ମୋର ଯେଉଁ ଝିଅ ସିଏ ଖେଳା ବୁଲା କରିବା ପାଇଁ ବିଭିନ୍ନ ପ୍ରକାର ଖେଳନା ମଧ୍ୟ ସେ କିଣିଥିଲା। ଆମେ ଦୁହେଁ ପରସ୍ପର ପିଲାମାନଙ୍କର ହସ ଖୁସି ପାଇଁ ଅନେକ ଜିନିଷ କିଣିକୁଣା ସାରି ତାପରେ ଆମେ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲୁ। ପ୍ରତ୍ୟାବର୍ତ୍ତନ କରିବା ବେଳେ ଗେଟ୍ର ଦୃଶ୍ୟ ବହୁତ ସୁନ୍ଦର ଥିଲା ଏବଂ ଚାରିପାଖ ଲାଇଟ୍ର ସାଜସଜ୍ଜା ମଧ୍ୟ ବହୁତ ସୁନ୍ଦର ଥିଲା ଏବଂ ସେଠାକାର ଯେଉଁ ମୀନା ବଜାର ଏତେ ପରିମାଣରେ ବସିଥିଲା ଯେ